ରିମଝିମ୍ ଗୌରବକୁ କହିବେ, ତମେ ଏକା ଆସିଲ ଯେ, ତନ୍ମୟ କାହିଁ? ସିଏ ତମ ସାଙ୍ଗରେ କାହିଁକି ଆସିଲାଣି? ତାପରେ ଗୌରବ କହିବେ, ରିମଝିମ୍, ତନ୍ମୟକୁ ଦେଖିଲା ପରେ ଆଦ୍ବିର ଫିଭର ବହୁତ କମିଯାଇଛି। ତେଣୁ ସେ ଆଉ କିଛି ସମୟ ଆଦ୍ବି ପାଖରେ ରହିବା ଭଲ। ସେଥିପାଇଁ ମୁଁ ତାକୁ ସେଠି ଛାଡ଼ିଦେଇ ଆସିଲି। ଆଉ ଏମିତିରେ ବି ଆଦର୍ଶ ସେଠି ଅଛି, ବଡ଼ମା ସେଠିକି ଯାଉଛନ୍ତି। ତେଣୁ ତାର କିଛି ପ୍ରୋବ୍ଲେମ୍ ହେବନି। ଆଜି ଦିନଟା ତନ୍ମୟ ସେଠି ରହିବ। ସନ୍ଧ୍ୟାବେଳେ ବଡ଼ମାଙ୍କ ସହିତ ଘରକୁ ଫେରି ଆସିବ। ଏକ୍ଚୁଆଲି ଡକ୍ଟର ରାଜ କହୁଛନ୍ତି ତନ୍ମୟ ଆଜି ହସ୍ପିଟାଲରେ ରହିବା ନିହାତି ଦରକାର। ଏହାପରେ ରିମଝିମ୍ କହିବେ, ସେ ରାଜର କ'ଣ ଅଛି? ମୋ ପିଲାର ପାଠ ପଢ଼ା ସଫର ହେଉଛି ନା। ତାପରେ ଗୌରବ କହିବେ, ତମେ ଟେନସନ୍ ନିଅନି ରିମଝିମ୍। ବଡ଼ମା ହସ୍ପିଟାଲ ଗଲାବେଳେ ତନ୍ମୟର ବୁକ୍ସ ନେଇ ଚାଲିଯିବେ। ଇଭେନ୍ ତନ୍ମୟ ବି ତା ବୁକ୍ସ ପାଇଁ କହୁଛି। ସେ ସେଠି ବସି ଆରାମରେ ପଢ଼ିପାରିବ। ତାପରେ ରିମଝିମ୍ କହିବେ, ନୋ ୱେ, ସେ ଆଦ୍ବି ପାଖରେ ମୋ ପୁଅକୁ ଗୋଟେ ମୁହୂର୍ତ୍ତ ବି ରହିବାକୁ ଦେବିନି। ମୁଁ ଏବେ ହିଁ ଯାଉଛି ତାକୁ ସେଠୁ ନେଇକି ଆସିବି। କହି ଯାଉଥିବେ ଆଉ ଗୌରବ କହିବେ, ରିମଝିମ୍, ଟ୍ରାଏ ଟୁ ଅଣ୍ଡରଷ୍ଟାଣ୍ଡ। ଆଦ୍ବିର ଦେହ ଖରାପ ଅଛି। ଆଉ ତମେ। ତାପରେ ରିମଝିମ୍ କହିବେ, ସେ ଝିଅ ସେଠି ମାସ ମାସ ଧରି ପଡ଼ି ରହିବ, ତା ବୋଲି କ'ଣ ମୋ ପୁଅ ବି ସେଠି ମାସ ମାସ ଧରି ପଡ଼ି ରହିବ? ତ ଦର୍ଶକ ବନ୍ଧୁ, ରିମଝିମ୍ କ'ଣ ତନ୍ମୟକୁ ହସ୍ପିଟାଲରୁ ଘରକୁ ଫେରାଇ ଆଣିବେ କି? ଆମକୁ କମେଣ୍ଟ କରି ଜଣାନ୍ତୁ।